ଭିକାରୀ ଓ ଖଜଣା। ଏକ ଛୋଟ ଗାଁରେ ରାସ୍ତା କଡ଼ରେ ଜଣେ ଭିକାରୀ ରହୁଥିଲା। ତାର 20ଟି ଭଙ୍ଗାଦଦରା ଥିଲା ଏବଂ ଖପ୍ରଲରେ ଛପା ହୋଇଥିଲା। ସେ ଦିନରାତି ସେହି ସ୍ଥାନରେ ବସି ଭିକ ମାଗୁଥିଲା। ଲୋକମାନେ ତାକୁ ଦେଖୁଥିଲେ, କେହି କେହି ଦୟାକରି ପଇସା ଦେଉଥିଲେ ତ ପୁଣି କେହି ଅଣଦେଖା କରି ଚାଲିଯାଉଥିଲେ। ତାର ଜୀବନ କେବଳ ଏତିକି ଥିଲା, ହାତ ପାତିବା, ପଇସା ମାଗିବା ଏବଂ କେମିତି ହେଲେ ଦିନ କାଟିବା। ସେ ସବୁବେଳେ ପୁରୁଣା ମଇଳା ପୋଷାକରେ ଦେଖାଯାଉଥିଲା। ତା ମୁହଁ ଥକ୍କା ଦେଖାଯାଉଥିଲେ ମଧ୍ୟ ଆଖିରେ ଏକ ଅଜବ ଚମକ ଥିଲା, ଯେମିତି ସେ କିଛି ଲୁଚାଉଛି। ଦିନେ ସେହି ଗାଁ ଦେଇ ଜଣେ ରାଜାଙ୍କ ପଟୁଆର ଯାଉଥିଲା। ରାଜାଙ୍କ ନଜର ସେହି ଭିକାରୀର କୁଡ଼ିଆ ଉପରେ ପଡ଼ିଲା। ସେ କିଛି ସମୟ ପାଇଁ ଅଟକିଗଲେ। ସେ ଭାବିଲେ, ଏହି ଲୋକଟି କେତେ ଗରିବ, କେତେ ଦୟନୀୟ ଜୀବନ ବିତାଉଛି। କିନ୍ତୁ ପରେ ରାଜାଙ୍କ ମନକୁ ଖିଆଲ ଆସିଲା, ମୁଁ ମଧ୍ୟ ତ ଜୀବନ ସାରା ଏକ ସ୍ୱପ୍ନ ପଛରେ ଗୋଡ଼ାଇଛି। ମୁଁ ସମ୍ରାଟ ହେବାକୁ ଚାହୁଁଥିଲି, ଆଉ ଏବେ ସମ୍ରାଟ ଅଛି, ତଥାପି ମନରେ ଶାନ୍ତି ନାହିଁ। ରାଜାଙ୍କୁ ଅନୁଭବ ହେଲା ଯେ ସେ ମଧ୍ୟ ଜଣେ ଭିକାରୀ, କେବଳ ତାଙ୍କର ଭିକାରୀପଣ ଦୁନିଆ ଆଗରେ ଲୁଚି ରହିଛି। ସେ ଧନ, ସମ୍ପତ୍ତି ଏବଂ କ୍ଷମତା ପାଇଁ ଦୌଡ଼ୁଥିଲେ, କିନ୍ତୁ ସେ କ'ଣ ପ୍ରକୃତରେ ସୁଖୀ? ରାଜା ଚିନ୍ତାରେ ବୁଡ଼ିଗଲେ, କିନ୍ତୁ ତାଙ୍କ ପଟୁଆର ଆଗକୁ ବଢ଼ିଗଲା। ଭିକାରୀର ଜୀବନ ସେମିତି ଚାଲିଥିଲା। ସେ ପ୍ରତିଦିନ ସେହି ସ୍ଥାନରେ ବସୁଥିଲା, ହାତ ପାତୁଥିଲା ଏବଂ ଲୋକମାନେ ତାକୁ ପଇସା, ରୁଟି ବା ଅନ୍ୟ କିଛି ଦେଉଥିଲେ। ଗାଁ ଲୋକମାନେ ତାକୁ ଜାଣିଥିଲେ। କେହି ତାକୁ ଦୟାର ପାତ୍ର ମନେ କରୁଥିଲେ, ତ କେହି ତାକୁ ଅଳସୁଆ ବୋଲି କହୁଥିଲେ। କିନ୍ତୁ ଭିକାରୀକୁ ଏସବୁ କଥାରେ କିଛି ଫରକ ପଡ଼ୁନଥିଲା। ସେ ବସ୍ ନିଜ ଜାଗାରେ ବସି ରହୁଥିଲା, ଯେମିତି ତାର କୌଣସି ଜିନିଷ ପ୍ରତି ଲାଳସା ନାହିଁ। ସମୟ ବିତିଗଲା। ଭିକାରୀ ଜଣକ ବୁଢ଼ା ହୋଇ ଦିନେ ମରିଗଲା। ଗାଁ ଲୋକମାନେ ତାର ଜରାଜୀର୍ଣ୍ଣ କୁଡ଼ିଆକୁ ଭାଙ୍ଗିଦେବା ପାଇଁ ନିଷ୍ପତ୍ତି ନେଲେ। ସେମାନେ କୁଡ଼ିଆଟିକୁ ଭାଙ୍ଗିଦେଲେ ଏବଂ ତାର ଆବର୍ଜନାକୁ ଫିଙ୍ଗିଦେଲେ। କିଛି ଲୋକ ଭାବିଲେ ଯେ ସେହି ଜାଗାର ମାଟିକୁ ମଧ୍ୟ ସଫା କରିଦେବା ଉଚିତ। ସେମାନେ ମାଟି ଖୋଳିବା ଆରମ୍ଭ କଲେ, ମଇଳା ମାଟି ହଟାଇଲେ ଏବଂ ନୂଆ ମାଟି ପକାଇବା ପାଇଁ ପ୍ରସ୍ତୁତି କଲେ। କିନ୍ତୁ ଯେମିତି ସେମାନେ ମାଟି ଖୋଳିଲେ, ଗାଁରେ ହାଲଚାଲ ଖେଳିଗଲା ପରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ମାଟି ତଳୁ ଏକ ବଡ଼ ସୁନା ମୋହର ଭର୍ତ୍ତି ହଣ୍ଡା ବାହାରିଲା। ଗାଁ ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ସେହି ଭିକାରୀଟି ସାରା ଜୀବନ ଯେଉଁ ସ୍ଥାନରେ ବସି ଭିକ ମାଗୁଥିଲା, ଠିକ୍ ତା ତଳେ ହିଁ ଏକ ବିରାଟ ଖଜଣା ପୋତି ହୋଇ ରହିଥିଲା। ଏହି ଘଟଣା ପରେ ସମସ୍ତଙ୍କ ମନରେ କିଛି ପ୍ରଶ୍ନ ଓ ଅନୁତାପ ଆସିଲା। ନିଜ ସମ୍ପତ୍ତି ବିଷୟରେ ଅଜ୍ଞତା, ଭିକାରୀଟି ସାରା ଜୀବନ ଅଭାବରେ କାଟିଲା, ଅନ୍ୟ ଆଗରେ ହାତ ପାତିଲା, କିନ୍ତୁ ସେ ଜାଣିନଥିଲା ଯେ ସେ ଯେଉଁଠି ବସିଛି ତା ତଳେ ହିଁ ଅମାପ ସମ୍ପତ୍ତି ଅଛି। ଯଦି ସେ ମାଟିକୁ ଟିକେ ଖୋଳିଥାନ୍ତା, ତେବେ ତାକୁ କେବେ କାହା ଆଗରେ ହାତ ପାତିବାକୁ ପଡ଼ିନଥାନ୍ତା। ରାଜାଙ୍କ ଅନୁଭବ, ଯେତେବେଳେ ରାଜା ଏହି ଖବର ଶୁଣିଲେ, ସେ ମଧ୍ୟ ସ୍ତବ୍ଧ ହୋଇଗଲେ। ସେ ବୁଝିପାରିଲେ ଯେ ମଣିଷ ଠିକ୍ ସେହି ଭିକାରୀ ପରି। ଆମ ଭିତରେ ହିଁ ଶାନ୍ତି ଓ ଆନନ୍ଦର ଖଜଣା ଅଛି, କିନ୍ତୁ ଆମେ ତାକୁ ନ ଖୋଜି ବାହାର ଦୁନିଆରେ ସୁଖ ପାଇଁ ଭିକାରୀ ପରି ବୁଲୁଛୁ। କାହାଣୀର ଶିକ୍ଷା, ଆମେ ସମସ୍ତେ ସେହି ଭିକାରୀ ପରି। ଆମେ ବାହ୍ୟ ଧନ ଓ ସୁଖ ପଛରେ ଦୌଡ଼ୁଛୁ, କିନ୍ତୁ ପ୍ରକୃତ ଖଜଣା, ଆତ୍ମସନ୍ତୋଷ ଓ ଶାନ୍ତି ଆମ ଭିତରେ ହିଁ ଲୁଚି ରହିଛି। ଆମକୁ କେବଳ ନିଜ ଭିତରକୁ ଖୋଳି ଦେଖିବାର ଆବଶ୍ୟକତା ଅଛି। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।